ପ୍ରେମର କଟାକ୍ଷ ଦୁଃଖଭରା ପରେ ଆରମ୍ଭ କରିବାକୁ ଯାଉଛି ରହସ୍ୟଭରା ଉପନ୍ୟାସ ପିଶାଚ। ଆଶା ଭଲ ଲାଗିବ। ପୁରୁଣା କାର୍ କିନ୍ତୁ ଠିକ୍ ଚଲୁଥିଲା। ତା ଭିତରେ 2 ଜଣ ଥିଲେ। କାର୍ଟିକୁ ଝିଅଟି ଚଲାଉଥିଲା। ବୟସ ଏମିତି 35-40 ଭିତରେ। ପାଖ ସିଟ୍ ଲମ୍ବା ଦାଢ଼ିବାଲା ପୌଢ଼ ଜଣେ ବସିଥିଲା। ଆକର୍ଷଣୀୟ ଚେହେରା, ଅଭିଜାତୀୟ ଛାପ, ଲମ୍ବା କେଶର କୁମ୍ଭୀର ବ୍ୟକ୍ତିତ୍ୱ, କଣ୍ଠରେ ସରସ୍ୱତୀ। କାର୍ରେ ବସି ସେ ଗୁଣୁଗୁଣୁ ଗାଉଥିଲେ। ଭ୍ରଷ୍ଟାଚାର ଚାଲିଛି, ଦୁରାଚାର ମାରୁଛି, ମହଙ୍ଗା ନିଆଁରେ ବଜାର ଜ୍ୱଳୁଛି। କିଏ ଟିକିଏ କୁହ ସରକାର କେଉଁଠି? ହାହାକାର ହାହାକାର। ଝିଅଟି ବୁଝିପାରୁନଥିଲେ ଏହା କବିତା ନା ଏକାନ୍ତ ଅଭିବ୍ୟକ୍ତି। ସେ ବ୍ୟକ୍ତିର ପ୍ରଳାପ ବଢ଼ୁଥିଲା ଓ କଣ୍ଠସ୍ୱର ତୀବ୍ର ଓ ଶାଣିତ ହେଉଥିଲା। ହାହାକାର ହାହାକାର ଶବ୍ଦରେ ଗୁଞ୍ଜନ ବଢ଼ୁଥିଲା। ଝିଅଟି ନିଜ ହାତ ତା ହାତ ଉପରେ ରଖୁ ରଖୁ ସେ ଚମକି ଉଠିଲା। ପ୍ରକୃତିସ୍ଥ ହୋଇ ପୌଢ଼ ଆଖି ଖୋଲି ଦେଖିଲେ ଝିଅଟି ତାଙ୍କରି ଆଡ଼କୁ ନେଇ ରହି ଆସୁଛି। ଝିଅଟି ମୁହଁରେ ମନଲୋଭା ହସ। ସେହି ହସ ଦେଖି ପୌଢ଼ ବି ହସି ଉଠିଲେ। ଝିଅଟି କହିଲା, କଥା କ'ଣ? ଆଜି ଆପଣ ଭାରି ଅଶାନ୍ତି ଲାଗୁଛନ୍ତି। ଆମରି କଲେ ପୌଢ଼ ଅଶାନ୍ତି ଓ